ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଗୋଟିଏ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆପଣମାନେ ଜାଣିଛନ୍ତି ଯେ ନାଁ ସହିତ କାମର ବା ପ୍ରତିଷ୍ଠାନର କୌଣସି ସମ୍ପର୍କ ନାହିଁ। ତେଣୁ ବିଷୟଟିର ନାଁ ରଖାଯାଇଛି ନାମ ମାହାତ୍ମ୍ୟ। ସେ କାଳ ପଖାଳ ଆଉ ନାହିଁ। ପିଲାଟିଏ ଜନ୍ମ ହେବାର ଖୁସି ଆଉ ତାପରେ ପରେ ନାମକରଣ ଉତ୍ସବ ଏସବୁ ଉଠିଗଲାଣି। ବାପ ମା ଅଜାଇଆ ଦେଉଥିବା ନାଁ ଏବେକା ଆଉ ଦିଆ ହେଉନି। ଆଧୁନିକତାର ଛାପରେ ବା ଉଚ୍ଚ ଶିକ୍ଷାର ପ୍ରଭାବରେ ପୁରୁଣା କାଳିଆ ନାଁ ଆଉ ଦିଆ ହେଉନି। ଜଗନ୍ନାଥ, ରାମଚନ୍ଦ୍ର ଏସବୁ ନାଁ ଆଉ ନାହିଁ। କେବଳ ନାଁ ନୁହେଁ, ଲୋକମାନେ ଏବେ କୋର୍ଟ କଚେରୀ କରି ସାଙ୍ଗିଆ ବି ବଦଳେଇ ଦେଉଛନ୍ତି। ଯେମିତି ଆପଣଙ୍କର ସେଠି ବାବୁଙ୍କ ପୁଅ ସେ ବର୍ତ୍ତମାନ ଶତପଥୀ ବାବୁ, ସାମଲ ବାବୁଙ୍କ ଝିଅ ବର୍ତ୍ତମାନ ମହାପାତ୍ର ହେଲାଣି। ଚିତାକଟା ଆଚାର୍ଯ୍ୟଙ୍କ ଝିଅର ପୁରା ନାଁ ନିର୍ଲିପ୍ତା ପ୍ରିୟଦର୍ଶିନୀ। ସାଙ୍ଗିଆ ନାହିଁ। ତେଣୁ ନାମ ସହିତ କାର୍ଯ୍ୟ, ବ୍ୟବସାୟ ବା ରୋଜଗାର ଏହାର କୌଣସି ସମ୍ପର୍କ ନଥିଲେ ବି ନିଜ ନାଁ ନ ନେଇ ଲୋକ କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଆଦି ଛଦ୍ମନାମରେ ବି ଲେଖା ଚଲେଇଛନ୍ତି। ଲେଖାଟି ଭଲ ହେଇଥିଲେ କହିବେ ମୋର ପ୍ରକୃତ ନାଁ ନାରଦ। ଲେଖାଟି ଖରାପ ହେଇଥିଲେ ଆପଣ ଜାଣିପାରିବେନି, କାରଣ ସେ ବିଛୁଆତି ବୋଲି ଗୋଟେ ନାଁରେ ବାହାରିଥିବ। କବିତାଟି ବାହାରିଛି, କିଏ ଲେଖିଛନ୍ତି ନା ବିଛୁଆତି। ବିଛୁଆତି ପ୍ରକୃତ ନାଁ ତାଙ୍କର ନୁହେଁ। ତେଣୁ ବିଛୁଆତିଙ୍କ କବିତା ଡଷ୍ଟବିନ୍ରେ ଫୋପଡ଼ା ହେବ କି କେହି କାଟିକି ରଖି ତାକୁ ବାରମ୍ବାର ପଢ଼ିବେ, ସେଇଟା କବିତାର ଗାମ୍ଭୀର୍ଯ୍ୟ ଉପରେ ନିର୍ଭର କରୁଛି, ଯୋଗ୍ୟତା ଉପରେ ନିର୍ଭର କରୁଛି। ତେଣୁ ଲେଖକ, ସମ୍ପାଦକ, ପ୍ରକାଶକ ଏ ସମସ୍ତେ, କବି, ଏମାନେ ସମସ୍ତେ ଜାଣିଛନ୍ତି ଯେ କିଏ ଲେଖୁଛି। ସାଧାରଣ ଜନତା ଜାଣିପାରିବେନି। କାହିଁକିନା ଏ ଦେଶରେ, ଆମ ଭାରତବର୍ଷରେ ଲକ୍ଷ୍ମୀ ନାମଧାରୀ ମହିଳା ବାରଘର ବୁଲି ବାସନ ମଜୁଛନ୍ତି। କୁବେର ବୋଲି ନାମ ଥିବା ପୁଅଟି ଦୁଆର ଦୁଆର ବୁଲି ଭିକ୍ଷା ମାଗୁଛି। ଆଇନଷ୍ଟାଇନ୍ ନାଁଧାରୀ ପିଲାଟି +2 ପରୀକ୍ଷାରେ 3 ଥର ଫେଲ୍ ହେଲାଣି। ସେକ୍ସପିୟର ଯାହା ନାଁ ଦିଆହେଇଛି, ସେ ଗୋଟେ ପ୍ରାଇଭେଟ୍ କମ୍ପାନୀରେ ପିଅନ୍ ଅଛି। ତାକୁ ଇଂରେଜୀ ଭାରି ଡର। ଇଂଲିଶରେ କହିବା ଆଉ ଲେଖିବା ତା'ର ପ୍ରାଣ ଭୟ। ତେଣୁ ନାଁ ସହିତ କାର୍ଯ୍ୟ, ଚାକିରି, ବ୍ୟବସାୟ ବା ରୋଜଗାରର କୌଣସି ସମ୍ପର୍କ ନାହିଁ। ସାଙ୍ଗିଆ ପ୍ରତି ବି ଏତେ ଭୟଙ୍କର ଅବିଚାର ଚାଲିଲାଣି। ଲୋକ ସାଙ୍ଗିଆ ରଖିବାକୁ ରାଜି ନୁହନ୍ତି। ସିନେମା ଜଗତକୁ ଯାଆନ୍ତୁ। ଦିଲ୍ଲୀପ କୁମାର ଯାହାକୁ ଆମେ କହୁଛେ, ତାଙ୍କ ପ୍ରକୃତ ନାଁ ହେଉଛି ୟୁସୁଫ ଖାଁ। ଛଦ୍ମ ନାମ ହେଉଛି ଦିଲ୍ଲୀପ କୁମାର। ଆମେ ଦିଲ୍ଲୀପ କୁମାର ବୋଲି ଜାଣିଗଲେ। ରାଜ କାପୁରଙ୍କ ପ୍ରକୃତ ନାଁ ଥିଲା ରଣବୀର ରାଜ। ଶମଶେର ସିଂ ଆମ ପାଖରେ ଶମୀ କାପୁର ନାଁରେ ପରିଚିତ। ଗୀତା ବାଲି ଯାହାକୁ ଆମେ କହୁଥିଲେ, ତାଙ୍କ ପ୍ରକୃତ ନାଁ ହେଉଛି ହରିକୀର୍ତ୍ତନ କୌର। ବଦରୁଦ୍ଦିନ ଜମାଲୁଦ୍ଦିନ ଅଲି ବା ବିକେ ଅଲି ତାଙ୍କ ସିନେମାରେ ନାଁକୁ ରଖିଥିଲେ ଜନି ୱାକର। ଆମ ପ୍ରିୟ ଅଭିନେତା ସଞ୍ଜୀବ କୁମାରଙ୍କର ଅସଲ ନାଁ ହେଉଛି ହରିଭାଇ ଅଗ୍ରୱାଲ, ହରିଭାଇ ଜରିୱାଲା। ତେଣୁ ଓଡ଼ିଆ ସିନେମାରେ ସିଦ୍ଧାନ୍ତ ବି ତାଙ୍କ ପ୍ରକୃତ ନାଁ ଜ୍ଞାନରଞ୍ଜନ ମହାପାତ୍ରକୁ ବଦଳେଇକରି ସିଦ୍ଧାନ୍ତ କରିଛନ୍ତି। ସାହିତ୍ୟ ଜଗତରେ ତ ଅସଲି ନାଁ ଜାଣିବା ଭାରି କଷ୍ଟକର। ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ସ୍ତମ୍ଭକାର ଇକବଲ ମସୁଦ, ସେ ହେଉଛନ୍ତି ଜଣେ ଆୟକର କମିଶନର, ସରକାରୀ ବାଲା। ତେଣୁ ସେ FG ଜିଲାନୀ ନାମରେ ଏଯାବତ ଲେଖି ଆସୁଛନ୍ତି। ନାରାୟଣ ଚତୁର୍ବେଦୀ ମହାଶୟ ନିଜ ନାଁକୁ ବଦଳେଇ ବିନୋଦ ଶର୍ମା ନାଁରେ ସରସ୍ୱତୀ ନାମକ ହିନ୍ଦୀ ପତ୍ରିକା ଆଜି ପର୍ଯ୍ୟନ୍ତ ସମ୍ପାଦନ କରି ଆସୁଥିଲେ। ଶୈଳଜ ରବିଙ୍କର ପ୍ରକୃତ ନାଁ ହେଉଛି ରବୀନ୍ଦ୍ରନାଥ ସାହୁ। ଯୁଗୋସ୍ଲୋଭିଆର ପୂର୍ବତନ ରାଷ୍ଟ୍ରପତି ମାର୍ଶାଲ ଟିଟୋ, ତାଙ୍କ ପ୍ରକୃତ ନାଁ ହେଉଛି ଜୋସିଫ ବ୍ରୋଜ ଟିଟୋ। ସାଙ୍ଗିଆକୁ ପୁରାପୁରି ବଦଳେଇ ଦେଇଥିବା ଲୋକମାନଙ୍କ ମଧ୍ୟରେ ଆମ ଓଡ଼ିଶାରେ ଡକ୍ଟର ଭଗବାନ ପ୍ରକାଶ, ପ୍ରଫେସର ରାଧାମୋହନ, ଆଚାର୍ଯ୍ୟ ଭାବାନନ୍ଦ, ଅଧ୍ୟାପକ ବିଶ୍ୱରଞ୍ଜନ ଏସବୁକୁ ସମସ୍ତେ ଆପଣମାନେ ଜାଣନ୍ତି। ଏଥିରେ ସାଙ୍ଗିଆ ନାହିଁ। ଶାନ୍ତିଲତା ଶତପଥୀ ଏବେ ଉଷା ମାର୍ଗାରେଟ୍ ନାମରେ, ଯୁଧିଷ୍ଠିର ଦଳବେହେରା ଜନ୍ ଓମ୍ ପ୍ରକାଶ ନାମରେ ଏବଂ ରାମଚନ୍ଦ୍ର ସେନାପତି ବି ରାମଚନ୍ଦ୍ର ନାମରେ ପରିଚିତ। ଏ ରାମଚନ୍ଦ୍ର ସେନାପତି ତାଙ୍କ ନାଁ ରଖିଛନ୍ତି ପୁରା ନାଁ ବି ରାମଚନ୍ଦ୍ର CST ଭୋଲ୍ଟାୟାର।
ଏଇ ନାଁ ଭିତରେ ତାଙ୍କ ବାପାଙ୍କ ନାଁ ବିଶ୍ୱନାଥରୁ ବି, ମାଆଙ୍କ ନାଁ ଚମ୍ପାରୁ ସି, ସ୍ତ୍ରୀଙ୍କ ନାଁ ସ୍ୱପ୍ନାରୁ ଏସ୍ ଓ ସାହସୀ ମହିଳା ତସ୍ଲିମାଙ୍କ ନାଁରୁ ଠିକ୍ ସବୁକୁ ଯୋଡ଼ି ବି ରାମଚନ୍ଦ୍ର CST କରିଛନ୍ତି ଏବଂ ଭୋଲ୍ଟେୟାରକୁ ଆଦର୍ଶ ଭାବେ ଭାବି ତାଙ୍କୁ ସେ ନାଁ ଶେଷକୁ ରଖିଛନ୍ତି। ତେଣୁ ତାଙ୍କ ନାଁ ବର୍ତ୍ତମାନ ଲେଖା ହେଉଛି ବି ରାମଚନ୍ଦ୍ର CST ଭୋଲ୍ଟେୟାର। ସେ ବି ଜଣେ ଅଧ୍ୟାପକ ଥିଲେ, ବହୁତ ଦିନ ଧରି ଅଧ୍ୟାପକ ରହି ରିଟାୟାର କରିଛନ୍ତି। ଗ୍ରୀନ୍ ଟୋପିରେ ସେ ବହୁତ ପରିଚିତ। ଆମଫଇ ନାମକ ଜାତି ଯୌତୁକ ବିହୀନ ସଂସ୍ଥା କରିକିରି ସେ ଖ୍ୟାତି ଲାଭ କରିଥିଲେ। ରମ୍ୟ ରଚନା ଓ ବ୍ୟଙ୍ଗ ସାହିତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଅନେକ ଓଡ଼ିଆ ସାହିତ୍ୟିକ ନିଜ ନାଁ ନ ଲେଖି ଛଦ୍ମ ନାଁ ଲେଖିକିରି ପରିଚିତ ହୋଇଛନ୍ତି। ରାମଚନ୍ଦ୍ର ମିଶ୍ର ଫତୁରାନନ୍ଦ ନାଁରେ ପରିଚିତ। ଓଡ଼ିଆ ସାହିତ୍ୟ ସମୃଦ୍ଧକୁ ଅନେକ ରମ୍ୟ ରଚନା ଦେଇ ସେ ସମୃଦ୍ଧ କରିଛନ୍ତି। ତାଙ୍କ ନାଁ ପ୍ରକୃତ ନାଁ ହେଉଛି ରାମଚନ୍ଦ୍ର ମିଶ୍ର, କିନ୍ତୁ ସେ ଫତୁରାନନ୍ଦ ନାଁରେ ବିଖ୍ୟାତ ହୋଇଥିଲେ। ଠିକ୍ ସେମିତି ରତ୍ନାକର ବେହେରା ସର୍ବଗିଳା ନାଁରେ ଏବଂ ସୁଭାଷ ପାତ୍ର ବାଇଡ଼ଙ୍କ ବାବା ନାଁରେ ଲେଖାଲେଖି ଚଲେଇଛନ୍ତି। ସରୋଜ ମିଶ୍ର ଚିତାକଟା ନାଁରେ ଲେଖା ଲେଖୁଛନ୍ତି। ଠିକ୍ ସେହିପରି ବେଙ୍ଗଦାସଙ୍କ ପ୍ରକୃତ ନାଁ ହେଉଛି ପ୍ରଫୁଲ୍ଲ ଚନ୍ଦ୍ର ଦାସ ଏବଂ ନଖିଆ ତିଆଡ଼ି କହିଲେ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ବୁଝାଏ। ବୈରାଗୀ ମଲ୍ଲିକଙ୍କ ଛଦ୍ମ ନାଁ ହେଉଛି ଅବାଗିଆ। ମାଧବ ଚନ୍ଦ୍ର ସ୍ୱାଇଁଙ୍କ ଛଦ୍ମ ନାମ ହେଉଛି ଶ୍ରୀଯୁକ୍ତ ଗୋଳମାଳ ଏବଂ ନିଶିତ ବୋଷଙ୍କ ଛଦ୍ମ ନାମ ହେଉଛି ଗୋତ୍ରମାରୁ। କୃଷ୍ଣଚରଣ ବେହେରା ସୃଷ୍ଟି ଛଡ଼ା ନାଁରେ ଏବଂ ଜଗନ୍ନାଥ ରଥ ଶ୍ରୀଯୁକ୍ତ ବତିପେଲା ନାଁରେ ଆମ ପାଖରେ ପରିଚିତ। ଶ୍ରୀମାନ ଟିଙ୍ଗିଟିଙ୍ଗା କହିଲେ ସନ୍ତୋଷ ଦାସକୁ ବୁଝାଏ। ଶ୍ରୀମାନ କାଣ୍ଟୁଆ କହିଲେ ଗଜାନନ ତ୍ରିପାଠୀଙ୍କୁ ବୁଝାଏ। ଏବେ ଆଦ୍ୟାଶା ବିନା ଟାଇଟଲରେ କେବଳ ନାଁରେ ବହୁ ଝିଅ ବର୍ତ୍ତମାନ ପରିଚିତ, ପୁଅ ଝିଅ ପରିଚିତ। ଆଦ୍ୟାଶା, ନିହାରିକା, ଲିବର୍ଟି, ପ୍ରିୟଙ୍କା, ଭିଜାଲିନ୍, ଡାର୍ଲିଂ ପ୍ରିୟଦର୍ଶିନୀ, ଶୋଭା ପ୍ରିୟମ୍ବଦା ଏସବୁ ସାଙ୍ଗିଆ ବିହୀନ ନାଁରେ ଝିଅମାନେ ପରିଚିତ। କେତେକ ତାଙ୍କ ନାଁ ପିଲାଙ୍କ ନାଁକୁ ଦେଇଛନ୍ତି ଆଲଫା, ବିଟା, ଗାମା, ଏପ୍ସାଇଲନ୍, କାରଣ ସେ ମ୍ୟାଥମେଟିକ୍ସର ଟିଚର ଥିଲେ। ସେ ତାଙ୍କ ପିଲା ନାଁ ଦେଇଛନ୍ତି ଆଲଫା, ବିଟା, ଗାମା, କାରଣ ସେ ଗଣିତ ପଢ଼ୁଥିଲେ ତ। ଆଲଫା, ବିଟା, ଗାମା ସବୁ ସିମ୍ବଲ ବ୍ୟବହାର କରାଯାଏ ଗଣିତରେ। ସେ ସେଇ ନାଁରେ ତାଙ୍କ ପିଲାଙ୍କ ନାଁ ଦେଇଛନ୍ତି। କେତେକ ସ୍ଥଳରେ ସଞ୍ଜୀବ ନାଁ ଯାହାର ଥିଲା, ସେ ଯେତେବେଳେ ଚୋରି କରିକି ଧରା ପଡ଼ିଲା ଆଫିଡେଭିଟ୍ କରି ତା ନାଁକୁ ସଞ୍ଚୟ କରିଦେଲା। କେଉଁ ଲୋକଟି କରିଛି ସେ ବିଷୟରେ ସବିଶେଷ ବିବରଣୀ ଦରକାର ନାହିଁ, ଆପଣମାନେ ବୁଝିପାରୁଥିବେ। ଆମେ ବେଳେବେଳେ ଅତି ଭଲ ନାଁ ଦେଉ, କିନ୍ତୁ ଶ୍ରଦ୍ଧାରେ ଆଉ ଗୋଟେ ନାଁ ଡାକୁ। ଏଇ ଯେମିତି ଭଲ ନାଁ ବିଶ୍ୱରଞ୍ଜନ, ଡାକ ନାଁ ହେଉଛି ଘୁଷୁରୀ। ପିଲାଦିନେ ଈଶ୍ୱରଙ୍କ ନାଁ ସବୁ ବାଛି ଦିଆଇଥିଲେ ବି ଡାକିଲା ବେଳକୁ ଆମେ ଡାକୁ ଗେଡ଼, ଧନ, ପିଣ୍ଟୁ, ଚିଣ୍ଟୁ, ହଗୁରା, ଗେଣ୍ଡୁଆ, ନଣ୍ଡା, ପେଚା ଏଇସବୁ ନାଁ ଧରି ଆମେ ଡାକୁ। ଦିଆହେଇଥିବ ଠାକୁରଙ୍କ ନାଁ, କିନ୍ତୁ ସେଇଟା 4 ଅକ୍ଷରିଆ, 5 ଅକ୍ଷରିଆ, 3 ଅକ୍ଷର, 2 ଟିକିଆ ଅକ୍ଷର ବାଲା ଆମେ ଡାକୁ। ସେ ଯେଉଁ 2 ଟିକିଆ ଅକ୍ଷର ଡକାଯାଏ ସେଇ ନାଁରେ ଜଣେ ପରିଚିତ ହେଇଯାଏ। ଅଜାମିଳ ତା ନାଁକୁ ପୁଅକୁ ନାରାୟଣ ଦେଇଥିଲା। ଦେଖନ୍ତୁ, ସିଏ ନୈଷ୍ଠିକ ବ୍ରାହ୍ମଣ ଥିଲା, ତାପରେ ନୈତିକତା ହରେଇ ସବୁ କରି ଗୋଟେ ନିଚ ଜାତିର ସ୍ତ୍ରୀ ଲୋକ ସହିତ ରହିଲା। ପିଲା ଜନ୍ମ ସବୁ କଲା ସେଠି ଜଙ୍ଗଲରେ ରହିକିରି। ତାର ଯେଉଁ ଶେଷ ପୁଅ ସବୁଠୁ ସାନ ଯିଏ, ତା ନାଁ ଦେଇଥିଲା ନାରାୟଣ। ତେଣୁ ସେ ଯେତେବେଳେ ମଲା ତା ପୂର୍ବରୁ ଯେତେବେଳେ ଜାଣିଲା ଯେ ଯମଦୂତମାନେ ଆସୁଛନ୍ତି, ତାକୁ ଦେଖାଗଲା ଛାଇ ହେଇକିରି, ସେ ନାରାୟଣ ନାରାୟଣ ବୋଲି ଡାକିଲା। ଆଉ ତାକୁ ଯମଦୂତମାନେ ନେଇପାରିଲେ ନାହିଁ। ବିଷ୍ଣୁଦୂତମାନେ ନେଲେ, ସେ ମୁଖ୍ୟ ପାଇଗଲା, କାରଣ ତା ପାଟିରେ ନାରାୟଣ ପଶିଥିଲା। ତାର ଆଗରୁ କୌଣସି ଭକ୍ତି ଥିଲା ନଥିଲା ସେ କଥା ଅଲଗା କଥା। ଅନୈତିକ କାର୍ଯ୍ୟ ସେ ଅନେକ କରିଛି। ଗୋଟେ ସ୍ତ୍ରୀ ଲୋକ ସହିତ ନିଜ ପରିବାର ପତ୍ର ସବୁ ଛାଡ଼ି ତା ସହିତ ବଣରେ ରହିବା ଯୋଗୁଁ ସେ ବହୁ ଅନୈତିକ କାର୍ଯ୍ୟ କରିଚାଲିଲା। କିନ୍ତୁ ତାର ପ୍ରାରବ୍ଧ ଏତେ ଭଲ ଥିଲା, ସେ ଈଶ୍ୱରଙ୍କ ପାଖରେ ଏଭଳି ସମର୍ପିତ ଥିଲା, ଏଭଳି ନୈଷ୍ଠିକ କାର୍ଯ୍ୟ ସବୁ ଆଗରୁ କରୁଥିଲା ଯେ ତା ଯୋଗୁଁ ତା ପାଟିରେ, ଯେଉଁଟା ଆମ ପାଟିରେ ସାଧାରଣତଃ ପଶେନି, ନାରାୟଣ ବୋଲି ପଶିଗଲା। ଏବଂ ସେ ନାରାୟଣ ପଶିଯାଇଥିବାରୁ
भगवान गीतार कहते जदि मला बेले मो ना को जी नब से उद्धार पाइज अजा बेले उद्धार पाईगला तार भक्ति नथिला किंतु आगुरु से जहाँ करिछि ईश्वर पूजा करिछि आराधना करिछि भक्तिपूत व्यवसाय गोटे भक्ति सहित नैष्ठिक काम करिछि आध्यात्मिक जुगरे थिला दिगरे थिला तेणु सेटा तार काम देला तेणु आम यदि ठीक बाटे रहिबा ईश्वर को डाकिबा एटा केबे नष्ट हेबनी से दिने ना दिने सेटा काम देकरी आम पैकी ए जन्म नहले भी अन्य कौन जन्म काम देव तेणु ना सहित आपण मानकर कार्यर व्यवसायर रोजगार कि संपर्क नथिले भी आपण एभली ना डाकतु दो अक्षर हो 3 अक्षर हो जहाँटा दौरान भल नाटे दिंतु जोटा डाकिले यदि भूल भाल पाटे पशिज मला बेले ताल आप त्राही पाइबे ये जन्म मृत्यु चक्र भितर बाहर को चलीजे आशा करुच्ची नाम महात्म्य विषयटी जदि आपको भल लगे टी लाइक करेंगे शेयर करेंगे गहन कथा नारायण मिश्र चैनल टी निश्चय सब्सक्राइब करेंगे आज एति नमस्कार।